ଆଜି ଆଜି ଯାହା ଦେଖୁ ସପନ ଯେତେ ଦେଖୁ ବାଇଆ ସକାଳେ ଯାଏ ଦୂରେ জীবন সময় চক দেখো বাইয়া সকালে যায় দূরে জীবন স্বপ্ন সে পড়ি যায় বলিয়া এই গীতটিকে লেখিছি এটা কোন বাস্তব কথা নুহে কি ব্রহ্মানন্দ দাস আসিଥିଲେ যজ্ঞକୁ এই মেଳାକୁ ଆସିଥିଲେ 2 ମାସ ତଳେ ସେ ଆଜି ନାହାନ୍ତି ନିମେଇ ବାବୁ କେତେ ଭଲ ପାଉଥିଲା ବଳିଆକୁ ତା ପୁଅ ସବୁ କଥା ବୁଝୁଛି କିନ୍ତୁ ତା କଥା ଭାବିଲା ବେଳକୁ ମୋ ଆଖିରେ ଲୁହ ରହୁନାହିଁ ବ୍ରହ୍ମାନା ଚାଲିଗଲେ ନିମେଇ ଚାଲିଗଲା ଏମିତି ତ ଆପଣ ଦେଖିବେ ରଜତ କର ସେ ପଦ୍ମଶ୍ରୀ ପାଇଥିଲେ ସେ ବିଦାୟ ଦେଲେ ପ୍ରଫୁଲ୍ଲ କର ସେ ପଦ୍ମଶ୍ରୀ ପାଇଥିଲେ ସେ ବିଦାୟ ଦେଲେ ଏଇ ତ ଦୁନିଆ ଆଉ ତେଣୁ ସଜ୍ଜନ ଇଏ ହେଉଛି ବାଲାଜୀଙ୍କ ଦରବାର ତେଣୁ ବାଲାଜୀ ବୋଇଲେ ଶ୍ରୀକୃଷ୍ଣ ବାଲାଜୀ କହିଲେ ଆମ ଜଗନ୍ନାଥ ଯିଏ ଜଗନ୍ନାଥ ସିଏ ବାଲାଜୀ ସେ ହେଉଛନ୍ତି ଏଇ ସହରରେ ଥିବା ଗୋବିନ୍ଦ ଅନନ୍ତଙ୍କ ମୂର୍ତ୍ତି ଅନନ୍ତଙ୍କୁ ପ୍ରାର୍ଥନା କରୁଛି ବାଲାଜୀଙ୍କୁ ପ୍ରାର୍ଥନା କରୁଛି ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି ଆଜି ହେଉଛି ଗୁରୁ ଗୋବିନ୍ଦ ଦର୍ଶନର ଦିନ ସ୍ନାନ ବେଦୀ ଉପରେ ଜଗନ୍ନାଥ ଥାନ୍ତି ନାମାଚାର୍ଯ୍ୟ ବାବା ବାୟା ଦର୍ଶନ କରିବାକୁ ବଡ଼ଦାଣ୍ଡକୁ ଯାଆନ୍ତି ତେବେ ଯାଉ ଆମେ ଯେଉଁଠି ଅଛୁ ମାନସରେ ତାଙ୍କୁ ଆମେ ଦଣ୍ଡବତ କରୁଛୁ ଏମିତି ଜୀବନ ସାରା ବି କରୁଥିବୁ ଏଇ ହୃଦୟରେ ଅନେକ ଥର ତାଙ୍କୁ ଦେଖିଛୁ ତାଙ୍କ କୃପା ଲାଭ କରିଛୁ ଆଉ ତାଙ୍କୁ ଏ ଆଖିରେ ଦେଖିବାକୁ ମନ ହଉନି ଆଖି ବୁଜି ଏଇ ହୃଦୟ ସିଂହାସନରେ ଜଗନ୍ନାଥଙ୍କୁ ବାଲାଜୀଙ୍କୁ ଗୋବିନ୍ଦଙ୍କୁ ମୋର ଗୁରୁଦେବଙ୍କୁ ମୁଁ ଦର୍ଶନ କରୁଛି ନିଜ ଜୀବନକୁ ମଧ୍ୟ ମୁଁ ନିଜେ ଆଉ ବିଶ୍ୱାସ କରିପାରୁନାହିଁ ଜୀବନଟି ସ୍ୱପ୍ନ ସ୍ୱରୂପ ଜଳେ ବୁଦ୍ବୁଦ ପରି ଏଥିପାଇଁ ମନ କିପାଇଁ କହୁଥାଉ ଜୀବନଟି ସ୍ୱରୂପ ଜଳେ ବାବା ଏଥିପାଇଁ ବ୍ୟଙ୍ଗ କହେ ବେଙ୍ଗୁଲି ପୁଥି ଘଡ଼ି ଘଡ଼ିକା ନିମେଇ ବାବୁଙ୍କ ପୁଅ ଏଠି ସବୁ ଆରେଞ୍ଜ କରି ରାତିରେ ଗଲେ ସକାଳୁ ଆସିଲେ ଆମେ କେମିତି ରହିଛୁ ଟିକେ ବୁଝିଲେ ସକାଳ 6ଟାରୁ ଆଇଲାଣି ପିଲା ଲୋକ ଏତେ ଦାୟିତ୍ୱ ବାପାଙ୍କର ଇଚ୍ଛାକୁ ସେ ପୂର୍ଣ୍ଣ କରିବାକୁ ଆସିଛି ବସ୍ ଯାତ୍ରୀମାନଙ୍କୁ ଦେଖିବାକୁ ଗଲେ ଓଡ଼ିଆ ମଠ ଆମ ଓଡ଼ିଶାର ଏକ ମହାନ ମଠ ଏଠି ଗଢ଼ି ଉଠିଛି ବ୍ୟଙ୍ଗ କହେ ବେଙ୍ଗୁଲି ବୁଟି ଘଡ଼ି ଘଡ଼ିକା
କାଲି ଟିକେ ଅଡୁଆ ଅଡୁଆ ମୋତେ ଲାଗୁଥିଲା। ମୁଁ କହିଲି ପିଲାଟା କ'ଣ ରାତିରେ ପଳେଇଲା ମୁଁ। ଏ ଯାହା ହଉ ଗାଡ଼ିରୁ ପଡ଼ିଗଲା, ତରତର ହେଇଛି। ପ୍ରଭୁଙ୍କର ଅଶେଷ କୃପା, କିଛି ତାର ହେଇନି, ଟିକେ ଦାନ୍ତ କ'ଣ ଟିକେ ଖଣ୍ଡିଆ ହେଇଛି। ମନ ଏତେ ଖରାପ ହେଇଗଲା। ମୁଁ କହିଲି ପ୍ରଭୁ, ବିଶ୍ୱ ପଛେ ଡୁବି ଯାଉ ହେ ତୁମ୍ଭ ଇଚ୍ଛା ବିଶ୍ୱ ପଛେ ଡୁବି যাও হে অনন্ত তুম্ভ ইচ্ছা হেউ বিশ্ব পছে ये गीतटी ब्रह्मानंद दास देइथिले बलियाको। यही तो कथा कौन से ना गीतटा मो पाखे अच्छे। यही तो कथा हौ सज्जन सुखे कहबी ना दुखे कहबी, जहाँ अंगे लिभेई ता कहबी। बलिया आउ कौन कहब, मु एक बार क्लांत हो पड़ी, बहुत क्लांत। बाट बेसी नुहे किंतु को टाउन रु आइली, बांगालोर टाउन रे माने जो माने रही से केमिति चल प्रचल होउछन मु भाबु। माने एते जाम, माने सब माने आ पूरा कष्ट। जा हो प्रभुଙ୍କ इच्छारे सेठी आमर आश्रमर प्रणवानंद मनु भाई बोली जा को जानती प्रणव बाबाजी प्रणवानंद दासंकर तत्वबधान रे प्रकाश भाईंकर सान भाई कुनु बाबू, निहार बाबू इत्यादि इत्यादि माध्यम अति सुंदर कार्यक्रम हो गला। तेणु सज्जन सबु तो सुंदर सुंदर तुमरी चरणर सुंदर तुमरी आज भी भावुली शोईकी कहबी, पुणी भाविली मु किबा लोक ये मूर्ख कथा टिके शुणिया केते उच्च शिक्षित बाबू माने अपेक्षा करिसेंती। आउ सबुदिन गोटे शोईकी कौन कहबी ना, आज कष्ट हो पते बसिकी कहबी कहूचे आउ। किंतु आज दिनटी मो पाई बहुत अभूला स्मृति। आज हूँ से दिन थिला दिने नामाचार्य मोर गुरुदेव मानस गुरु नामाचार्य बाबा बाया को आज मु शेष दर्शन करी तापरे बाबा विदाय नहीं थे आम ठारू। तेणु आज समस्त विदायी बंधु मान कथा आज बेसी मने पड़ुछि। सज्जन तेबे कथा दीपद कहया को हबो, लंबी गले अड़ुआ हो जाउछि। अभिन्न सुंदर ठाकुर अभिराम चर्म अभिलाषे जीवर किछि प्रिय न रहु, मधुर रस जुहा नहीं प्रभु को देउठाओ।
ଆମେ ଯେଉଁଗୁଡ଼ା ଭଲ ପାଇବା ସେଇଗୁଡ଼ାକ ଠାକୁରଙ୍କୁ ଭୋଗ କରିବା ସେଗୁଡ଼ା କଥା ନୁହଁ। ଠାକୁର ଯେଉଁଟା ଭଲ ପାଆନ୍ତି ସେଇଟା ତମେ ଠାକୁରଙ୍କୁ ନୈବେଦ୍ୟ କରି ତମେ ତାକୁ ଗ୍ରହଣ କର, ଅର୍ଥାତ ରସନାନ୍ଦ୍ରିୟକୁ ସଂଯମ କର। ମଧୁ କହିଲେ ଧରିଣ କେହୁ କଲମ କରନ୍ତି ଓକିଲ କାମ, ଠାରି ପକେଟ ଭରିଣ ଘରକୁ ନିଅନ୍ତି ଧନ, କରିଦିଅନ୍ତି ଡିଗିଲି ମାମଲାରେ। ତେଣୁ ଇଏ ଗୋଟେ ପ୍ରକାର କଥା ଲେଖିଲେ ଆଉ, ଯେ କଲମ ଧରି ଗୋଟେ ଲେଖିଦେଲେ ଡିଗ୍ରୀ ହେଇଗଲା, ପଇସା ପାଇଲେ ଘରକୁ ନେଲେ ଖର୍ଚ୍ଚ କଲେ, ଏଇ କଥା ଆଉ। ଏଇଆ ତ ଦୁନିଆଟା ଚାଲିଛି ଆଉ କ'ଣ, ପେଟ ଚାଖଣ୍ଡକ ପାଇଁ ସବୁ ନାଟ ଆଉ। ବୈକୁଣ୍ଠ କହିଲେ ଯେହ୍ନେ ପିତା ପାଶେ ପୁତ୍ର ଋଷି ବସେ, ଶେଷେ ପାଇବାକୁ ମୁହିଁ ସେହି ମନେ ପାଞ୍ଚି ରହିଛି କ୍ଷମା। ଧ୍ରୁବ ଉତ୍ତାନପାଦଙ୍କ ବାପା ଉତ୍ତାନପାଦଙ୍କ କୋଳରେ ବଇଥିଲା, ବାପା କୋଳରେ ପୁଅର କ'ଣ ଅଧିକାର ନାହିଁ, ସେଠାରେ ବସିଲା। ଆଚ୍ଛା, ସେତେବେଳେ ତାଙ୍କର ଦ୍ୱିତୀୟ ରାଣୀ ସିଏ ତାକୁ ସହିପାରିଲେନି, କହିଲେ ମୋ ପୁଅ ନ ବସି ତୁ କ'ଣ ବସିବୁ ରେ। ଯେଉଁମାନେ ଦୁଇଟି ବାହା ହେବାକୁ ଇଚ୍ଛା କରୁଛନ୍ତି ସେମାନେ ଏ କଥାଟିକୁ ଭଲକରି ମନେ ରଖିବା କଥା। ଯିଏ ଦୁଇଟି ବାହା ହେଇଛନ୍ତି ତାଙ୍କର ସବୁଦିନେ ଡୁଙ୍ଗୁରା ବାଜୁଛି ଘରେ। ତେଣୁ ଭଗବାନ ରାମଙ୍କ ଜୀବନର କଥା ହେଉଛି ଏକପତ୍ନୀ ଗ୍ରହଣ। ଧ୍ରୁବକୁ ଠେଲିକିରି ତା ହାତକୁ ଟାଣିକିରି ତାଙ୍କ ସାନ ମା କହିଲା, ଯା ମୋ ପୁଅ ଉତ୍ତମ ବସିବ ନା ତୁ କ'ଣ ବସିବୁ। ଏଇ ହେଉଛି ଦୁନିଆର କଥା। ତେଣୁ ବୈକୁଣ୍ଠ କହିଲେ ସେ ମୋର ଗୋଟେ ପିତା, ମୋ ଜନ୍ମଦାତା ସଚ୍ଚିଦାନନ୍ଦ ମହାନ୍ତିଙ୍କର ପରେ ଆଉ ଜଣେ ମୋର ଶିକ୍ଷାଗୁରୁ ପିତା ଥିଲେ, ସିଏ ହେଉଛନ୍ତି ସୁରେନ୍ଦ୍ରନାଥ ମହାନ୍ତି, ସେ ବି ଚାଲିଗଲେଣି। ଏବଂ ଆଉ ଜଣେ ଆଧ୍ୟାତ୍ମିକ ଜଗତର ପିତା ମୋର ଥିଲେ ବୈକୁଣ୍ଠନାଥ ବ୍ରହ୍ମଚାରୀ। ତେଣୁ ପୁଅଟା ବାପା କୋଳରେ ବସିବା ପାଇଁ କିଏ ନ ଚାହେଁ କହିଲେ। ତେଣୁ ବୈକୁଣ୍ଠ ସେଇ କଥାଟା କହୁଛନ୍ତି, ମୁଁ ବି ସେଇ କଥାଟାକୁ ଚାହୁଁଛି। ଆଉ କ'ଣ କହିବା, ଆଜି ତ ରଜ, ସ୍ନାନବେଦୀ ଯାତ୍ରା, ତ ସବୁ କଥା ଆଜି ଆଉ କ'ଣ ବଳିଆ କହିବ। ଆଚ୍ଛା, ବାୟା ଗୋଟେ କଥା କହିଲେ, ନାମାଚାର୍ଯ୍ୟ ବାୟା କ'ଣ କହିଲେ। ବାୟାଙ୍କୁ ଜଣେ ସ୍ତ୍ରୀ ଲୋକ ପଚାରିଲା, ଏମିତି କହିଲା, ବାବା ମୋର ଗୋଟେ ପୁଅ ଅଛି, ସିଏ PhD ଯେଉଁ କାମ ସେ ଖଲାସି ଅଛି, ସେଇଟା ଗାଈ ନୁହେଁ କି ଗୋରୁ ନୁହେଁ, ଛେଳି ନୁହେଁ କି ମେଣ୍ଢା ନୁହେଁ, ସେଇଟା ମଣିଷ ନୁହେଁ କି ପଶୁ ନୁହେଁ। ରହସ୍ୟବାଦୀ ବାୟା କହିଲେ, ଭଲ, ତାହେଲେ ସେ ଭଗବାନ। ସିଏ ଯଦି ବାପା ନୁହେଁ କି ଗୋରୁ ନୁହେଁ କି ଗାଈ ନୁହଁ, ପଶୁ ନୁହେଁ, ମଣିଷ ନୁହେଁ, ତାହେଲେ ତ ସେ ଭଗବାନ। ଇଏ ହେଉଛି ବାବାଙ୍କର ଗୋଟେ ସୁନ୍ଦର କଥା। ଆଉ ଗୋଟେ କଥା ସେ କହିଲେ ଯେ ସେ ମା ଦିଟା କହିଲା, ଆଉ କହିଲା, ବାବା ଇଏ ପୁଅଟା ପାଇଁ ମୋର କାହିଁ ମନ ହେଉଛି ମୁଁ ଶୀଘ୍ର କେମିତି ମରିଯାଆନ୍ତି। ରହସ୍ୟମୟ ବାବା କହିଲେ, ଆଜିକାଲି ତ ମରିବା ଅତି ସହଜ, ଟିକେ ଇଞ୍ଜେକ୍ସନ ଟିକେ ପାଟିରେ ପକେଇଦେଲେ ସାଙ୍ଗେ ସାଙ୍ଗେ ମଲ, ଆଉ ମରିବୁ ଖୋଜୁଛୁ କ'ଣ।
एमती लोक कहते कि मो मरी जाती कि प्रकृत मरिया को इच्छा नए बाया कहले अनेक जन्म तप फले मनुष्य जन्म वही तले इतने जन्म परे तमे मनुष्य जन्म पाइच जिते बड़े तुम समय आसब ते मर आ बोली जबरदस्ती किए दौड़ा लगे मर किए एनरेस खाई मर किए विष पीकि मर एगुड़ा की कथा ये कथा भाविबा पाप कहिबा पाप करिबा मध्य महापाप। आज प्रभात रे सही कथा मोर प्रिय पुओ झी मानू मोर साधु सन्थ पंडित मानू सुज्ञानी सुजन सज्जन मान ये सेवकर से निवेदन मरिबा पाई प्रस्तुत हुंतु नहीं बंचिबा पाई सबुबले साधना करंतु मेडिसिन रे बंचंतु किंबा खाई पीकि बंचंतु बंचंतु मरिबा मरिबा तो दिन मरिबा आबरी कौन एनरेस खाई मरिबा तेणु जीवन महापाप होची आत्महत्या ए होची आजिर नामाचार्य बाबा बायांकर आम समस्त उपदेश तेणु बलिया से आउ भावु नहीं आम तो जन्म हो जी दिन रहा काम करवा सज्जन पुणी थरे समस्त को शुभेच्छा माँ धरित्री को शुभेच्छा एवं जगन्नाथ प्रभु को मन भीतर चिंतन करी बालाजी को एथि मध्य मो इष्टदेव अनंतर मूर्ति रही समस्त को गोटे रूप में प्रणाम जन सेवक विदाय नौची मु क्लांत हो पड़ी मो सहित मो शिष्यर से भी गोटे प्रेमी शिष्य अविनाश महांती ताको पिंकू बोली कहती तार छोट झीटी मो संगे सारा भारत वर्ष बोलूला केवल मत आनंद दौला आउ कि ना आज तार गोटे छोट पुओ से ता ना प्रेम से आमको दौची प्रेम केवल जेजे 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 बा टिके सामान्य अईनी करुची किंतु सबुबले तार मधुर कथा शुणी यही सब दुख को भूली जाई क्लांति की भूली जाई आउ केतोटी दिन आम आम कार्यक्रम सारी पुणी मोर से प्रिय माटी ओडिशा पुणी प्रिय क्षेत्र मोर कर्म क्षेत्र गुरु क्षेत्र जन्म क्षेत्र से अरिल को पुणी फेरवी हेटिपाई तांकर कृपा भिक्षा करी रहुची सर्वे भवन्तु सुखिन। जागो हे जागो हे जागो